ଏବଂ ବିଲକୁ ଯାଉଛି। ଆଉ ଆମର ଗୋଟେ ବିଲ ଅଛି, ସେ ବିଲରେ ମାନେ ଏମିତି ଦଢି ରହୁଛି, ମାନେ ଟ୍ରାକ୍ଟର ପଶୁନି କି ବଳଦ ହଳ ପଶୁନାହାନ୍ତି କି ପାୱାର ଟିଲର ବି ପଶୁନାହିଁ। ଆଉ କେମିତି ତାକୁ ହଳ କରିବୁ? ଆଉ ହଳ କରିହବନି। ତାକୁ ମୁଁ ଏଇ ହପାରୀ ସାହାଯ୍ୟରେ ତାକୁ କାଦୁଅ କରିବି। କାଦୁଅ କରିକି ଆମ ବିଲରେ ମୁଁ ଚାଲନ୍ତୁ ମୁଁ ସେ ବିଲଟାକୁ ଦେଖେଇଦେବି, ମାନେ କେମିତି ସେ ଦଢି ହେଇଛି ଆଉ କେତେନା ସବୁ ଗୁଡ଼ ଢୁକି ଯାଉଛି ଦେଖିବେ। ଭାଇ ଭଉଣୀମାନେ, ଆଉ ଏକ ନୂଆ ଭିଡ଼ିଓରେ ମୁଁ ନିରଞ୍ଜନ ନାୟକ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଭିଡ଼ିଓକୁ ପ୍ରଥମରୁ ଶେଷ ଯାଏ ଦେଖନ୍ତୁ। ଭିଡ଼ିଓ ଯଦି ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ସାଙ୍ଗମାନଙ୍କ ସହିତ, କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ କେଉଁଠି ବି ଭୁଲଭାଲ ଟିକେ ରହିଯାଉଥିବ, କାରଣ ମୁଁ ନୂଆ ୟୁଟ୍ୟୁବକୁ ଆସିଛି। ଆଉ ଯଦି କେଉଁଠି ଭୁଲଭାଲ ରହିଯାଉଥିବ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଭାଇ ଏଇଟା ଭୁଲ କି ସେଇଟା ଭୁଲ। ଆଉ ଚାଲନ୍ତୁ ଯିବା ବିଲକୁ। ସବୁ କାଟିବ, କାଟି ସାରିଲା ପରେ ତାକୁ କୋଦାଳି ସାହାଯ୍ୟରେ ୟାକୁ କୁଡ଼େଇବା, ଯେମିତି ଆମ ପରିବା ବାଡ଼ି କୁଡ଼ାଯାଏ ସେମିତି ତାକୁ କୁଡ଼େଇକି ମାଟିକି ଉଲ୍ଟା ଯାଏ। ଉଲ୍ଟିକି ତାକୁ କାଦୁଅ ହେଲା ପରେ ଯାଇକି ଧାନ ରୁଆଯାଏ। ଦେଖିପାରୁଥିବେ ବହୁତ ଦଢି ବିଲଟା, ସେଥିପାଇଁ ଗାଡ଼ି ଏଠି ପଶେନି। ଯେଉଁ ଡ୍ରାଇଭର ଭାଇମାନେ ଆସିଲେ ବି ମାନେ ଗାଡ଼ି ଦବିବ କହିକି ସେ ଆଉ ପଶାନ୍ତିନି। ସେଥିପାଇଁ ଆମେ ୟାକୁ କୋଦାଳିରେ ତାକୁ ମାଟିକି ହାଣିକି କାଦୁଅ କରୁ। ତାକୁ କୋଦାଳରେ ହାଣିତେ ପଡ଼ିବ। ଧାନ କାଟିଲା ଭଳିଆ କାଟିବୁ। ଯେତିକି ବଡ଼ଟା ଅଛି, କେତେ ବଡ଼ ଅଛି ଦେଖ। ଭଲସେ କାଟିବ ବେ, ହାତ ଫାତ କଟିବ। ମାଡୁଛି ସେ ଦେଖିବି। फाइनाली 5 दिन ହେଇଗଲା ମୋତେ କାଦୁଅ କରିବା ପାଇଁ ଏଠି। ଆଉ ଇଏ ଯେଉଁ ଦଢି ହେଇଛି ତ ଗାଡ଼ି ପଶୁନି। ଆଉ ତାକୁ ମୁଁ ଅପାରୀରେ ତାକୁ ମାଟିକି ହାଣିକି ନୋଟିକି ତାକୁ ଗୁଡ଼ରେ ମାଡ଼ିକି ତାକୁ କାଦୁଅ ମୁଁ କରିଛି। ଆଉ ଏବେ ଆମର କାଦୁଅ ପୁରା ହେଇଯାଇଛି, ପୁରା ସବୁଆଡ଼େ ଦେଖିପାରିବେ, ପୁରା ସବୁଆଡ଼େ କାଦୁଅ ହେଇଯାଇଛି। ଦେଖନ୍ତୁ କେତେ ନାହା ଗଳିଯାଇଛି ଗୁଡ଼। ସେଥିପାଇଁ କି ପାୱାର ଟିଲର ବଳଦ ହଲ ବି ଏଠି ହେଇପାରିବନି। ଆଗରୁ କ'ଣ ଏଠି ମାନେ ଏତେ ଦଢି ନଥିଲା, ବର୍ଷକୁ ବର୍ଷକୁ ଇଏ ମାନେ ଦଢି ହେଇଯାଉଛି। ପାଣି ଯେତିକି ପାଣି ଆମର ଏଇ ଯେଉଁ ଘାଇରେ ଏପଟ ଆସୁଛି, ଆସିକି ଏଠି ଖରା ଦିନରେ ବି ଏଠି ପାଣି ଷ୍ଟକ୍ ରହୁଛି। ସେଥିପାଇଁ ଏଇଟା ଦଢି ଦିନକୁ ଦିନକୁ ହେଇଯାଉଛି, ବର୍ଷକୁ ବର୍ଷ। ଆଜି ଆମର ବର୍ତ୍ତମାନ ରୁଆ ଆଜି ହେବ। ଦେଖିପାରୁଥିବେ ପଛପଟେ ଆମର ମା ଆଉ ଶାଶୁ ମା ଆମର ତଳା ବୋହିବା ଆରମ୍ଭ କଲେଣି।
ହିଡ଼ ସାଇଡ଼ରେ ରଖା ହେଇଛି। ଦେଖ ଏଇ ସବୁ ତଳା ହିଡ଼ ସାଇଡ଼ରେ ରଖା ହେଇଛି। ମୁଁ ଏବେ ଯାଇକି ଘରୁ ସାର ଆଣିବି। ସାର ବିଞ୍ଚିଲା ପରେ ତାପରେ ରୋଇବା ଷ୍ଟାର୍ଟ ହବ। ମୁଁ ଯାଏ ଘରକୁ ସାର ଧରିକି ଆସେ। ମୁଁ ସାର ଧରିକି ଯାଉଛି। ଦେଖନ୍ତୁ ଇଏ ହେଉଛି ସାର ବ୍ୟାଗରେ ଅଛି। ଆଉ ଏବେ ସେ ବିଲରେ ତାକୁ ବିଞ୍ଚା ଯିବ। ବିଞ୍ଚିଲା ପରେ ଯାଇକି ତାକୁ ରୁଆ ଆରମ୍ଭ ହବ। ଆପଣଙ୍କୁ ମାନେ ମିଛ ମତ ସତ ମାନେ ଏମିତି ବିଲ କୋଦାଳିରେ ହାଣିକି ତାକୁ କାଦୁଅ କରିବାଟା ମୁଁ କାହିଁ କୋଉଠି ଦେଖିନି। ଇଏ ହେଉଛି ଆମର ଏ ଏରିଆରେ ହେଉଛି। ଏଠି ମାନେ ପାଣି ସବୁବେଳେ ରହୁଛି ଜମିକି ଜକି ରହୁଛି ଆମର ବିଲରେ। ସେଥିପାଇଁ ହେଉଛି ବିଲ ବର୍ଷକୁ ବର୍ଷକୁ ଦଢ଼ି ହେଇଯାଉଛି। ଆଉ ଟ୍ରାକ୍ଟରରେ ହଳ ହେଇପାରୁନି। ଆଉ ଏମିତି କଷ୍ଟ ଲାଗୁଛି ମାନେ କ'ଣ, ଯେହେତୁ ଆମର କମ୍ ବିଲ ତାକୁ କରିବା ପାଇଁ ପଡ଼ୁଛି। ଚାଷ ନହେଲେ ଯଦି ଅଧିକ ବିଲ ଥାନ୍ତା ମୁଁ ତାକୁ କେଉଁ ଦିନରୁ ପୋଖରୀ କରିଦିଅନ୍ତି। ଅଧିକାଂଶ ଲୋକମାନଙ୍କର ଏମିତି ଯଦି ବିଲ ହେବ, ସିଏ ଯାହାର ଅଧିକ ବିଲ ସେ ଅଲରେଡ଼ି ପୋଖରୀ କରିସାରନ୍ତାଣି। ଯାହା ବି ହଉ ତାକୁ କାଦୁଅ କରାହେଇଛି, ତାକୁ ରୋଇ ଦିଆଗଲେ ଗୋଟେ ଟେନସନ୍ ଯିବ। ତ ସାର DAP ପଟାସ, ଆମର କାଦୁଅ ସାର DAP ପଟାସ ଆସୁଛି। ଆଉ ତାକୁ ଭଲ ଏବେ ତାକୁ ଆମେ କାଦୁଅରେ ପକେଇବା ଆରମ୍ଭ କରିବା। ବର୍ତ୍ତମାନ ସରିଗଲା ଆମର ସାର ପକା। ଏବେ ଆମର ରୁଆ ଷ୍ଟାର୍ଟ ହବ। ହେଲା ମା, ଆଉ ତୁ ଏତେ ଦୂରରେ କଣ? ପ୍ରଥମ ଥର ପାଇଁ ମୁଁ ଆଜି ତଳା ରୋଇବି। ଆଗରୁ କେବେ ଲଗେଇନି। ଆଉ ଏବେ ତଳା ମୁଁ ରୋଇବା ଷ୍ଟାର୍ଟ କରିବି। ଏତେ ଶୀଘ୍ର ଶୀଘ୍ର ରୋଇକି ପଳଉଛନ୍ତି। ହଉଛି ନା ଅଧିକ ଅଧିକ ଲଗେଇ ଦଉଛି। ଆଁ ହଉନାହିଁ। ତ ଦୂରିଆ ହେଇଗଲା ନା କଣ? ବର୍ତ୍ତମାନ ଆମର ସରିଯିବ। ରହିଲା ଆଉ ଟିକେ ନାକୁ ଅଛି। ଆଉ କୋଣରେ ଏତିକି ଆଉ ରହିଲା। ଏତିକି ସରିଲେ ସରିଯିବ। ଫାଇନାଲି ଆମର ସରିଗଲା ରୁଆ। ଦେଖିପାରୁଥିବେ ସେ କୋଣରୁ ଷ୍ଟାର୍ଟ ହେଇକି ଏପଟ ଦେଇକି ଏମିତି ଆମର ଲାଷ୍ଟ ହେଲା ଏଇଠି। ଏଇ କୋଣରେ ଲାଷ୍ଟ ହେଲା। କାଦୁଅ ହେଇକି ଆମର ରୁଆ ସରିଗଲା। ଆଉ ଆପଣମାନେ ଜାଣିପାରୁଥିବେ
ମାନେ କେତେ କଷ୍ଟ ହେଇଛି ଯେଉଁ କାଦୁଅ ହେଲା ଅପାରରେ ତାକୁ ଆଣିକି ମାଟିକି ନଉଟେଇକି ଯେଉଁ ମାନେ ଗୋଡ଼ରେ ମାରିବାକୁ ପଡ଼ିଲା, କାଦୁଅ ହେଇକି ରୁଆ ସରିଗଲା। ଆଉ ଏମିତି କଷ୍ଟ ଏଇ ଯେଉଁ ବିଲରେ ଆମକୁ ହେଲାନି ମାନେ କହିବାର ନାହିଁ। ଆଉ ଏମିତି ବିଲ ମାନେ ଏ ଦୁନିଆରେ ମାନେ ଏରିଆରେ କେଉଁଠି ବି ନଥିବ। ମାନେ ହପାରରେ ହାଣିକି ତାକୁ କାଦୁଅ କରିକି ତାକୁ ରୋଇଲା ବେଳକୁ କେତେ କଷ୍ଟ। ମାନେ ଏଠୁ ତ ହଣାହଣି କରିକି ଘରକୁ ଯିବ, ରାତି ଏସବୁ ଗୋଡ଼ ହାତ ସବୁ ବଥା ଲାଗେ। ଯାହା ବି ହଉ ରୁଆ ରୁଇ ସରିଗଲା। ଭିଡ଼ିଓକୁ ମୋର ଏଇଠି ଏଣ୍ଡ କରୁଛି। ଆଉ ଭିଡ଼ିଓ ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ ସାଙ୍ଗମାନଙ୍କ ସହିତ, ସବସ୍କ୍ରାଇବ୍ କରିବେ, ଆଉ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏତିକିରେ ରହୁଛି, ଧନ୍ୟବାଦ।